ତେବେ ଡିସେମ୍ବର ମାସ 7 ତାରିଖ ରବିବାର ଅର୍ଥାତ୍ ଆଜିକାର ପାଣିପାଗ ଖବର ଆସିଯାଇଛି। ତେବେ ବର୍ଷା ପରେ ଭୀଷଣ ଶୀତ ହେଉଥିବା ବେଳେ ପୁଣି ରାଜ୍ୟରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି କି ନାହିଁ? ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେଉଁ କେଉଁ ସବୁ ଜିଲ୍ଲାରେ 2ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ହେବ ଆଉ ଆଜି ରାଜ୍ୟରେ ପାଗ ଶୁଖିଲା ରହିବ ନା ନାହିଁ? ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କ'ଣ ୱାର୍ଣ୍ଣିଂ ଜାରି କରାଯାଇଛି ଆଉ ଆଜି କେଉଁ ସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଶ୍ରୀଲଙ୍କାରେ ବାତ୍ୟା ଗଲା ପରେ ଓଡ଼ିଶାରେ ଥଣ୍ଡା ପ୍ରଭାବ ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ନଜର ପକାଇବା ଆଜି ରାଜ୍ୟର କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି କି ନାହିଁ, ତା ସହିତ କେଉଁ ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ପ୍ରଥମେ ଜାଣିବା ଆଜି ରାଜ୍ୟର କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ। ତେବେ ଆସନ୍ତା 24 ଘଣ୍ଟାରୁ 48 ଘଣ୍ଟା ମଧ୍ୟରେ ସବୁଠୁ ଥଣ୍ଡା ସହର ଝାରସୁଗୁଡ଼ା, ଅନୁଗୁଳ, କନ୍ଧମାଳ, ଫୁଲବାଣୀ, ରାଉରକେଲା, କେନ୍ଦୁଝର ଏହିସବୁ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ କହିଛି। ଆଉ ଏହାପରେ ସୁନ୍ଦରଗଡ଼ 10 ଡିଗ୍ରୀ, କୋରାପୁଟ 10 ଡିଗ୍ରୀ, ଭବାନୀପାଟଣା 10 ଡିଗ୍ରୀ, ବଲାଙ୍ଗୀର 11 ଡିଗ୍ରୀ, ଢେଙ୍କାନାଳ 11 ଡିଗ୍ରୀ, କଟକ 12 ଡିଗ୍ରୀ, ଭୁବନେଶ୍ୱର 12 ଡିଗ୍ରୀ, ନୟାଗଡ଼ 13 ଡିଗ୍ରୀ, ବାରିପଦା 11 ଡିଗ୍ରୀ, ସମ୍ବଲପୁର 12 ଡିଗ୍ରୀ, ସୋନପୁର 12 ଡିଗ୍ରୀ, ଟିଟିଲାଗଡ଼ 12 ଡିଗ୍ରୀ, ନବରଙ୍ଗପୁର 13 ଡିଗ୍ରୀ, କେନ୍ଦ୍ରାପଡ଼ା 13 ଡିଗ୍ରୀ, ଜଗତସିଂହପୁର 13 ଡିଗ୍ରୀ, ରାୟଗଡ଼ା 13 ଡିଗ୍ରୀ, ମାଲକାନଗିରି 13 ଡିଗ୍ରୀ, ଖୋର୍ଦ୍ଧା 13 ଡିଗ୍ରୀ, ନୂଆପଡ଼ା 14 ଡିଗ୍ରୀ, ଭଦ୍ରକ 14 ଡିଗ୍ରୀ, ବରଗଡ଼ 14 ଡିଗ୍ରୀ, ଦେବଗଡ଼ 14 ଡିଗ୍ରୀ ରହିଥିବା ବେଳେ ଆଜି ରାଜ୍ୟର 4ଟି ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏହିସବୁ ଜିଲ୍ଲାଗୁଡ଼ିକରେ ଆଜି ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଉ ଆଜି ବର୍ଷା ନେଇ କୌଣସି ସୂଚନା ନାହିଁ, ଅର୍ଥାତ୍ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।